नमस्कार। ମୁଁ ଅଭି ବହୁତ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ କ୍ରିକେଟ୍ ସ୍କୋର୍କୁ। ଯଦି ଆପଣ ସବୁ ଜାଣିଥିବେ ଆଜି ଇଣ୍ଡିଆ ତାର ସେକେଣ୍ଡ ୱାର୍ଲ୍ଡ କପ୍ର ସେକେଣ୍ଡ ମ୍ୟାଚ୍ଟି ଆଜି ପାକିସ୍ତାନ ଫେସ୍ କରିବାକୁ ଯାଉଛି, ଯେଉଁଟା ମାନେ ନ୍ୟୁୟର୍କର ନର୍ସ ଷ୍ଟାଡିୟମରେ ଖେଳ ହେବ। ଆପଣ ତ ଭଲ ଭାବରେ ଜାଣିଥିବେ ପିଚ୍ ରିପୋର୍ଟ କେମିତି କ'ଣ ଅଛି ନର୍ସ ଷ୍ଟାଡିୟମର। ମାନେ ଏବେ ଅଲରେଡ଼ି ସେଠି ପାଞ୍ଚ ପ୍ରିଭିୟସ୍ କାଲି ଖେଳ ଯୋଉଟା ମ୍ୟାଚ୍ ନର୍ସ ଷ୍ଟାଡିୟମ, ଯେଉଁଟାକି ସ୍କୋର୍ ତ ଆପଣ ଜାଣିଥିବେ 100 ଦେଇଥିଲା ସ୍କୋର୍। ତ ଏବେ ଖେଳ ହେଲାଠୁ 5-6ଟା ମ୍ୟାଚ୍ ଅଲରେଡ଼ି ସେ ଷ୍ଟାଡିୟମ ଖେଳ ହେଲାଣି, କିନ୍ତୁ 100 ସ୍କୋର ତଳକୁ 3ଟା ମ୍ୟାଚ୍ ଅଲରେଡ଼ି ରହିଛି। ତ ଆପଣମାନେ ଭାବି କରୁଥିବେ କେଉଁ ଭଳିଆ ବୋଲିଂ ପ୍ରେସର ରହୁଛି। ତ ଆମେ ସେଥିମଧ୍ୟରୁ ପାକିସ୍ତାନ ପୂର୍ବ ଅବସ୍ଥାରେ ଅବଶ୍ୟ ୟୁଏଇଠୁ ହାରିଛି, କିନ୍ତୁ ପାକିସ୍ତାନ ଆମେ ହାଲକାରେ ନେଇପାରିବା ନାହିଁ। କାରଣ ବୋଲିଂ ପିଚ୍ ଯେହେତୁ ପାକିସ୍ତାନ ବୋଲିଂ ଲାଇନ୍ ବହୁତ ଷ୍ଟ୍ରଙ୍ଗ ରହୁଛି। କାରଣ ତାର ବୋଲିଂରେ ଅଛନ୍ତି ସହିଂସା ଆଫ୍ରିଦି, ନସିମ୍ ସା, ତାପରେ ରହିଲା କ'ଣ ହାରିସ୍ ରଫ୍, ମହମ୍ମଦ ଅମିର, ତ ଭଲ ବୋଲର ଅଛି। ତ ପାକିସ୍ତାନ ଆମେ ହାଲକାରେ ନେଇପାରିବା ନାହିଁ। ମାନୁଛି ପାକିସ୍ତାନ ପୂର୍ବ ମ୍ୟାଚ୍ ତାର ୟୁଏଇଠୁ ହାରିସାରିଛି, ଯେଉଁଟାକି ମାନେ ୱାର୍ଲ୍ଡର ସବୁଠୁ ଅପସେଟ୍ ଥିଲା ଯେଉଁ ମ୍ୟାଚ୍ଟା। କାରଣ ଆପଣ ଜାଣିଥିବେ ସେ ମ୍ୟାଚ୍ରେ ପାକିସ୍ତାନ ସେ ମ୍ୟାଚ୍ ଜିତିପାରିଲାନି ମ୍ୟାଚ୍କୁ। ତ ଏଇଟା କ'ଣ ପ୍ରିଭିୟସ୍ 2022ରେ ବି ମଧ୍ୟ ପାକିସ୍ତାନ ନେଦରଲ୍ୟାଣ୍ଡଠୁ ହାରିଥିଲା। ସେମିତି କିଛି ବି ଥିଲା, ତାର ଏଇଟା ନୂଆ କଥା ନୁହଁ। କିନ୍ତୁ ପାକିସ୍ତାନ ଗୋଟେ ମାନିବାକୁ ପଡ଼ିବ ଯେ ସେଟା ଇମ୍ପୋର୍ଟାଣ୍ଟ ମ୍ୟାଚ୍ ରହୁଛି, ସେଟା ଭଲ ପ୍ରଦର୍ଶନ ସବୁବେଳେ କରେ। କାହିଁକିନା ଆଜି ଯେହେତୁ ପାକିସ୍ତାନ ଗୋଟେ ମ୍ୟାଚ୍ ହାରିସାରିଛି ୟୁଏଇଠୁ, ଆଜି ତାର ଏଇଟା ହେଉଛି ନକ୍ଆଉଟ୍ ମ୍ୟାଚ୍। ଆଜି ଯଦି ଇଣ୍ଡିଆଟା ହାରିଯାଇଛି ଏଇଟା, ତାହେଲେ ସେ ସେମିଫାଇନାଲ୍ ପାଇଁ କ୍ୱାଲିଫାଇ କରିପାରିବେ ନାହିଁ। ଆପଣମାନେ ଭଲ ଭାବରେ ଜାଣିଛନ୍ତି ପାକିସ୍ତାନ ସବୁବେଳେ ଇମ୍ପୋର୍ଟାଣ୍ଟ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରେ। ତାପରେ ଦେଖିବାକୁ ଗଲା ବେଳକୁ ପାକିସ୍ତାନର ପ୍ଲେଇଂ ଇଲେଭେନ୍ ଆଉ ଇଣ୍ଡିଆ ପ୍ଲେଇଂ କ'ଣ ଅଛି କ'ଣ ନାହିଁ ଡିସ୍କସନ୍ କରିବା। ଇଣ୍ଡିଆ ପ୍ଲେଇଂ ଇଲେଭେନ୍ ଦେଖିବାକୁ ଗଲା ବେଳକୁ ଯେମିତି ପ୍ଲେଇଂ ଇଲେଭେନ୍ ଯାହା ବି ଥିଲେ ସେମିତି ରହିବେ, କିନ୍ତୁ କଥା ଉଠୁଛି କ'ଣ କୁଲଦୀପ ଯାଦବ ଖେଳିବା କଥା। କିନ୍ତୁ ସେ ପିଚ୍ରେ ଯେହେତୁ ଫାଷ୍ଟ ବୋଲିଂଟା ବହୁତ ପରଫର୍ମାନ୍ସ ଭଲ ରହୁଛି, ସେ କୁଲଦୀପ ଯାଦବ ଖେଳିବାର ତ ଚାନ୍ସ ନାହିଁ। ସେମ୍ ପ୍ଲେଇଂ ଇଲେଭେନ୍ ଯାହା ଥିଲା ସେଇଆ ଖେଳିବେ। କିନ୍ତୁ ପାକିସ୍ତାନର ଏତିକି କଥା, ଦୁଇଟା ଜାଗା ଜିନିଷ ଚେଞ୍ଜ ହେବାକୁ ଯାଉଛି। କ'ଣ ଆଜମ ଖାଁ ବୋଧେ ସାମୟିକ ଆସିବା ପାଇଁ କଥା ମାନେ ଉଠୁଛି ଯେ ସାମୟିକ ଖେଳିପାରନ୍ତି ପ୍ଲେଇଂ ଇଲେଭେନ୍ରେ, ଇମାଦ ୟାସିନ୍ ଆସିପାରନ୍ତି। ସେଇ ଦୁଇଟା ଜିନିଷ ତାଙ୍କର ମାନେ ଶୁଣିବାକୁ ମିଳୁଛି କିଛିଟା ଅଛି। କିନ୍ତୁ ଇଣ୍ଡିଆର ଯେଉଁ ପ୍ଲେଇଂ ଇଲେଭେନ୍ ଥିଲେ ସେମ୍ ପ୍ଲେଇଂ ଇଲେଭେନ୍ ହିଁ ଇଣ୍ଡିଆର ରହିବେ। ଇଣ୍ଡିଆର କିଛି ବି ଚେଞ୍ଜ ହେବନି। ଆଜି ଆଭରେଜ ଆପଣ ଜାଣିପାରୁଥିବେ ଇଣ୍ଡିଆର ଯେଉଁ ପାକିସ୍ତାନ ମ୍ୟାଚ୍ ରହୁଛି, ତ ସେଥିପାଇଁ ଆଭରେଜ ସ୍କୋର ଧରନ୍ତୁ 150 160। ଯଦି ଇଣ୍ଡିଆ ୱିନ୍ କରିବାର ଚାନ୍ସ କେମିତିକା ରହିବ, ଯେ ଫାଷ୍ଟ ଯେଉଁ 6 ଓଭର ରହୁଛି 6 ଓଭର ବିନା ୱିକେଟ୍ରେ କିମ୍ବା ଗୋଟେ ୱିକେଟ୍ ଯଦି ଇଣ୍ଡିଆ ମାନେ ଫାଷ୍ଟ ପାୱାର ପ୍ଲେରେ 40 ରନ୍ ଭିତରେ ବନେଇ ଦେଉଛି, ତ ଇଣ୍ଡିଆର ଟିମ୍ଟା ଷ୍ଟ୍ରଙ୍ଗ ରହିବ। କିନ୍ତୁ ଯଦି ଫାଷ୍ଟ 6 ଓଭର ଭିତରେ ପାୱାର ପ୍ଲେ ଭିତରେ ଇଣ୍ଡିଆର 3ଟା 4ଟା ୱିକେଟ୍ ପଡ଼ିଯାଉଛି, ତ ଇଣ୍ଡିଆ ପାଇଁ ଏଇଟା ସେତେ କଷ୍ଟ ହେଇପାରେ। ଆଉ ପାକିସ୍ତାନ ବି ସେମ୍ ଜିନିଷ ରହୁଛି, କାରଣ ଯେହେତୁ ବୁମରା ଭଲ ବୋଲିଂ ଲାଇନ୍ ଅଛି, ଅସ୍ଟ୍ରେଲିଆ ସିଂ ଫାଷ୍ଟ ୱିକେଟ୍ କାଟୁଛନ୍ତି, ଆଉ ତାଙ୍କର ରିଚୁଆନ୍ ଏମିତି ଫର୍ମରେ ବି ନାହାନ୍ତି। ସବୁ ପାକିସ୍ତାନ ସେମ୍ ଜିନିଷ 6 ଓଭର ଯିଏ ଆମର ୱିନ୍ କରିଗଲା ସେ ମ୍ୟାଚ୍ ଟୋଟାଲ୍ ୱିନ୍ କରିଯିବ। କାରଣ 6 ଓଭର ହିଁ ମେନ୍ ପଏଣ୍ଟ ରହୁଛି। କାରଣ ଫାଷ୍ଟ 6 ଓଭର ଯୋଉଟା ବୋଲିଂ ବହୁତ ଫାଷ୍ଟ କାମ ଦେଉଛି। 6 ଓଭର ଯିଏ ରହିଗଲା ମ୍ୟାଚ୍ ତା ପାଇଁ ଭଲ ହେବ। ଚାଲନ୍ତୁ ଦେଖିବା ଆଜି ଆଉ କାହାର କ'ଣ ଅଛି, ଆପଣଙ୍କୁ କିଏ ଲାଗୁଛି କେଉଁ ଜିତିବ କମେଣ୍ଟ କରି ଜଣାନ୍ତୁ। ଚାଲ